ପ୍ରାଚୀନ କାଳରେ ଜଣେ ଅସୁର ରାଜା ଥିଲା। ତାଙ୍କ ନାଁ ଥିଲା ହିରଣ୍ୟକଶ୍ୟପ। ସେ ନିଜକୁ ସ୍ୱୟଂ ଠାକୁର ବୋଲି ଭାବୁଥିଲା। ତା ଆଖପାଖରେ ଥିବା ଲୋକମାନଙ୍କୁ ଡରେଇ ଧମକେଇକି ସେ ନିଜର ହିଁ ପୂଜା କରିବାକୁ ତାଙ୍କୁ କହୁଥିଲା ଯେ ମୁଁ ହିଁ ତୁମ ପାଇଁ ଅସୁର, ମୁଁ ହିଁ ତୁମ ପାଇଁ ଠାକୁର। ତ ତେଣୁକରି ତମେମାନେ ସବୁ ମୋର ପୂଜା ପାଠ କୀର୍ତ୍ତନ ଯଜ୍ଞ ସବୁ ମୋର ହିଁ କରିବ, କୌଣସି ଠାକୁରମାନଙ୍କର କରିବନି। ଏ କଥା ତାର ଯିଏ ନ ମାନୁଥିଲା ସେ ତାଙ୍କୁ ମାରି ଦେଉଥିଲା। ଏମିତି ଡରେଇ ଧମକେଇକି ଲୋକମାନଙ୍କୁ ତା ନିଜର ହିଁ ପୂଜା କରୁଥିଲା। ସେ ହିରଣ୍ୟକଶ୍ୟପର ତାର ଜଣେ ପୁଅ ଥିଲା। ତାଙ୍କ ନାଁ ଥିଲା ପ୍ରହ୍ଲାଦ। ସିଏ ଥିଲା ବିଷ୍ଣୁ ଠାକୁରଙ୍କ ଭକ୍ତ। ସେ ସବୁବେଳେ ବିଷ୍ଣୁ ଠାକୁରଙ୍କୁ ପୂଜା ପାଠ ନାମ କୀର୍ତ୍ତନ କେବଳ ବିଷ୍ଣୁ ଠାକୁରଙ୍କର ହିଁ କରୁଥିଲା। ସେୟା ଦେଖିକି ତା ପିତା ହିରଣ୍ୟକଶ୍ୟପ ଭାରି ରାଗୁଥିଲା, ଟେନସନ୍ ହେଉଥିଲା, ବିରକ୍ତ ହେଉଥିଲା, ତାକୁ ଗାଳି ଦେଉଥିଲା, ଧମକଉଥିଲା, ବହୁତ ବୁଝାଇଲା। କହିଲା ଯେ ମୁଁ ତୋ ପିତା, ମୁଁ ତୋତେ ଜନ୍ମ ଦେଇଛି, ତ ତୁ ମୋତେ ପୂଜା କରିବା କଥା, ମୋ ନାମ ଧରିବା କଥା, ମୋତେ ଠାକୁର ବୋଲି ମାନିବା କଥା। ତୁ ମୋତେ ପୂଜା ନ କରି ତୁ ସେ ହାରାମି ବିଷ୍ଣୁର ପୂଜା କରୁଛୁ। ତୁ ମୋ ପୁଅ ହେଇକି ତୁ ତା ପୂଜା କରୁଛୁ। ତୁ ମୋର ପୂଜା କାହିଁ କରୁନୁ? ଏହା କହିକି ବହୁତ ବୁଝାଇଲା। କହିଲା ତୁ ମୋର ପୂଜା କର, ମୁଁ ତୋ ପିତା, ତୁ ମୋତେ ପୂଜା କରିବା କଥା, ତୁ ତାକୁ କାହିଁ ପୂଜା କରୁଛୁ? ଏତେ ବୁଝାଇଲା ପରେ ବି ତା ପୁଅ ଜମା ମାନୁନଥିଲା। ସେ ବିଷ୍ଣୁଙ୍କ ଭକ୍ତ ଥିଲା। ସେ ସବୁବେଳେ ବିଷ୍ଣୁ ଠାକୁରଙ୍କୁ ହିଁ ତାଙ୍କ ନାମ ନେଉଥିଲା। ଏତେ ବୁଝାଇଲା ପରେ ବି ତା ପିତା ସେ ନ ବୁଝିବାରୁ ତାକୁ ବହୁତ ଥର ମାରିଦେବା ପାଇଁ ଚେଷ୍ଟା କଲା। କେତେ ପ୍ରକାର ମାରିବା ପାଇଁ ଚେଷ୍ଟା କଲା, ତଥାପି ତାକୁ ମାରି ପାରୁନଥାଏ। କାହିଁକିନା ତାକୁ ସ୍ୱୟଂ ବିଷ୍ଣୁ ଠାକୁର ରକ୍ଷା କରୁଥିଲେ। କାହିଁକିନା ବିଷ୍ଣୁ ଠାକୁରଙ୍କ ସେ ଭକ୍ତ ଥିଲା, ବଡ଼ ଭକ୍ତ ଥିଲା। ତ ତା ବାପା ଯେତେ ବି ତାକୁ ମାରିବା ପାଇଁ ଚେଷ୍ଟା କରୁଥିଲା, ବିଷ୍ଣୁ ଠାକୁର ତାର ସବୁ ଉପାୟକୁ ଭଙ୍ଗ କରିଦେଉଥିଲା, ତାକୁ ବଞ୍ଚଉଥିଲା। ଏ କଥାରେ ସେ ହିରଣ୍ୟକଶ୍ୟପ ଭାରି ଚିନ୍ତାରେ ଥିଲା। ତ ଦିନେ ସେ ହିରଣ୍ୟକଶ୍ୟପର ତା ଭଉଣୀ ତା ପାଖକୁ ଆସିଲା। ମାନେ ସେଇ ବିଷ୍ଣୁ ଠାକୁରଙ୍କର ଭକ୍ତ ପ୍ରହ୍ଲାଦ ତାର ପିଉସୀ। ସିଏ ଦିନେ ତା ଭାଇ ପାଖକୁ ଆସିଲା। ତା ଭାଇର ଏତେ ଚିନ୍ତା ଟେନସନ୍ ଦେଖିକି ପଚାରିଲା, ଭ୍ରାତାଶ୍ରୀ ତମେ କ'ଣ ଏତେ ଚିନ୍ତା ଟେନସନ୍ରେ ଅଛ, କ'ଣ ହେଇଛି କି? ତ ସେ ହିରଣ୍ୟକଶ୍ୟପ ଏଇ ସବୁ କଥା କହିଲା। ଇଏ ମୋଠୁ ଜନ୍ମ ହେଇକି, ମୋ ପୁଅ ହେଇକି ମୋତେ ମୋ ପୂଜା ନ କରିକି ସେ କପଟି ବିଷ୍ଣୁର ପୂଜା କରୁଛି। ତାକୁ ଏତେ ବୁଝାଇଲା ପରେ ବି ମୋ କଥା ବୁଝୁନି। ନା ସେ ମୋ କଥା ବୁଝୁଛି, ନା ମୁଁ ତାକୁ ମାରି ବି ପାରୁନି। ଯେତେ ଚେଷ୍ଟା କରୁଛି ମାରିବା ପାଇଁ, ମୋର ସବୁ ଉପାୟ ଭଙ୍ଗ ହେଇଯାଉଛି। ମୁଁ କ'ଣ କରିବି? ତ ତା ଭଉଣୀ କହିଲା, ମୋ ପାଖରେ ଗୋଟେ ଉପାୟ ଅଛି। ମୋତେ ଅଗ୍ନିଦେବ ବରଦାନ ଦେଇଛନ୍ତି ଯେ ମୁଁ ଅଗ୍ନିରେ ଜଳିବିନି। ସେ ତା ଭଉଣୀର ନାଁ ଥିଲା ହୋଲିକା। ସେ ହିରଣ୍ୟକଶ୍ୟପ ରାକ୍ଷସର ତା ଭଉଣୀର ନାଁ ଥିଲା ହୋଲିକା। ତାକୁ ଅଗ୍ନିଦେବ ବରଦାନ ଦେଇଥିଲେ ଯେ ତୁ ମୋ ଅଗ୍ନିରେ ତୁ କେବେ ଜଳିବୁନି, ତାର ବରଦାନ ଥିଲା। ତ ସେଇ ଉପାୟରେ ତା ଭାଇକୁ କହିଲା, ମୋ ପାଖରେ ଗୋଟେ ବାଟ ଅଛି ଯେ ସେ ଗୋଟେ ଛୋଟ ପିଲାଟି, ସେ ବିଷ୍ଣୁର ଭକ୍ତ, ତ ସେ ଗୋଟେ ଛୋଟିଆ ପିଲାଟି। ଏତେ ଛୋଟ ପିଲାକୁ ମାରିବା ପାଇଁ ଏତେ ବଡ଼ ବାଟ କାହିଁ କରିବା? ତାକୁ ଗୋଟେ ଛୋଟ ଉପାୟରେ ମାରିଦେବା କହି ତାକୁ ଗୋଟେ ବାଟ ଦେଖାଇଲା। କହିଲା ମୋତେ ତ ବରଦାନ ଦେଇଛନ୍ତି ଅଗ୍ନିଦେବ ମୁଁ ନିଆଁରେ ଜଳିବିନି, ତ ମୁଁ ତାକୁ କୋଳରେ ଧରିକି ନେଇ ଆସିବି। ଆମେ ଗୋଟେ ବାଗେଇବା, ଆମେ ଗୋଟେ କାଠରେ ଗୋଟେ ଜୁଇ ବାଗେଇକି ତାକୁ ଭଲେଇ ଫୁସଲେଇକି ତାକୁ ମୁଁ ନେଇ ଆସିବି। ମୋ କୂଳରେ ବସେଇ ଦେଇକି ମୁଁ ସେ ଅଗ୍ନି ଉପରେ ବସିଯିବି। ମୁଁ ତ ଅଗ୍ନିରେ ଜଳିବିନି, ସିଏ ଜଳିକି ମରିଯିବ, ସେ ଜାଣି ବି ପାରିବନି। ଏଇ ଉପାୟ ଭାଇ ଭଉଣୀ କଲେ। କିଏ? ହିରଣ୍ୟକଶ୍ୟପ ଆଉ ହୋଲିକା। ସେଇ ବିଷ୍ଣୁଙ୍କ ଭକ୍ତ ତା ପିତା ଆଉ ତା ପିଉସୀ ଦୁଇ ଜଣ ଗୋଟେ ପ୍ଲାନ୍ କଲେ ତାକୁ ଜାଳିଦେବା ପାଇଁ, ମାରିଦେବା ପାଇଁ। କାହିଁକିନା କେତେ ବାଟ ବି ତାକୁ ମାରି ପାରୁନଥିଲେ। ତ ଏଇ ବାଟ ସେଇ ହୋଲିକା କହିଲା। ତ ତା ହୋଲିକା ଯେ ତା ପିଉସୀ, ସେ ବିଷ୍ଣୁ ଭକ୍ତ ପ୍ରହ୍ଲାଦକୁ ତାକୁ ତା କୋଳରେ ନେଇକି ଆଇଲା। ସେଇ କାଠର କାଠରେ ସେଇ ଜୁଇ ବାଗେଇଥିଲେ।
ସେଇଠି ଆସି ତାକୁ ବସି ପଇଲା ତାପରେ କେତେ ନିଆଁ ଲଗା ହେଲା ତ ବିଷ୍ଣୁ ଠାକୁର ଅଗ୍ନିଦେବକୁ କହିଦେଇଥିବେ। ଅଗ୍ନିଦେବ ତାର ତା ପାଖରେ ସେଇ ଯେଉଁ ହୋଲିକା ତା ପାଖରେ ଗୋଟେ ଥିଲା ଯେ ତା ଗୋଟେ ପାଖରେ ଗୋଟେ ଚାଦର ଭଳିଆ ଥିଲା। ସେ ଚାଦର କ୍ଷେତ୍ରରେ ସେ ଘୋଡ଼ି ହେଇଯାଏ, ଅଗ୍ନିଦେବ ତାକୁ ଜାଳି ପାରନ୍ତିନି, କାହିଁକିନା ବରଦାନ ମିଶା ଦେଇଥିଲେ ଯେ ଏଇ ଚାଦରଟା ତୁ ଘୋଡ଼ି ହେଇଯିବୁ, ମୋ ନିଆଁ ତୋତେ ଜଳି ପାରିବନି, ଏଇ ତାକୁ ବରଦାନ ଥିଲା। ତ ସେଇ ଚାଦର ଆଉ ସେଇ ଭକ୍ତ ପ୍ରହ୍ଲାଦକୁ ନେଇକି ଆଇଲା, ସେଇ କାଠ ଜୁଇ ଉପରେ ବସିଲା। କେତେ ନିଆଁ ଲାଗିଲା ତ ସେଇ ତା ପିଉସର ଯେଉଁ ଚାଦରଟା ଥିଲା ସେଇ ଚାଦରଟା ଏ ପ୍ରହ୍ଲାଦ ଶରୀରକୁ ପଳେଇ ଆସିଲା। ପ୍ରହ୍ଲାଦକୁ ପୁରା ସେ ଚାଦରଟା ତା ଦେହକୁ ପୁରା ଘୋଡ଼େଇ ଦେଲା। ଆଉ ସେ ତାର ସେ ହୋଲିକା ଏଇ ଯେଉଁ ପ୍ରହ୍ଲାଦର ପିଉସୀ ସେ ନିଜେ ହିଁ ଜଳିଗଲା। କାହିଁକିନା ବିଷ୍ଣୁ ଠାକୁର ଅଗ୍ନିଦେବକୁ କହିଥିଲେ ଯେ ତୁମେ ତାକୁ ବରଦାନ ଦେଇଛ ନା ନିଆଁରେ ଜଳିବନି କହିକି, ତାହେଲେ ସେ ତ ବହୁତ ଅତ୍ୟାଚାର କରୁଛି, ମୋ ଭକ୍ତ ପ୍ରହ୍ଲାଦକୁ ମାରିଦେବାକୁ ଚାହୁଁଛି, ତାର ଏ ଅନ୍ୟାୟକୁ ଗୋଟେ ଶାସ୍ତି ଦିଅ। ଯେ ବରଦାନ ତାକୁ ଦେଇଛ ନା, ତ ସେଇ ବରଦାନ ସ୍ୱରୂପ ତାକୁ ହିଁ ସେଇ ନିଆଁରେ ଜାଳି ଦିଅ। ତ ସେଇ ଅଗ୍ନି ସେଇ ହୋଲିକାର ଦେହକୁ ଜାଳିଦେଲା, ଆଉ ସେ ଚାଦରଟା ପ୍ରହ୍ଲାଦ ଶରୀରକୁ ଆସିଗଲା, ପ୍ରହ୍ଲାଦ ବଞ୍ଚିଗଲା। ସେଇ ପ୍ରହ୍ଲାଦର ପିଉସୀ ମାନେ ସେ ହିରଣ୍ୟକଶ୍ୟପର ଭଉଣୀ ସିଏ ଜଳିଗଲା। ତେଣୁକରି ଯେତେ ବି ବଡ଼ ବରଦାନ ଠାକୁରେ ଯାହାକୁ ବି ଦେଇଥାନ୍ତୁ, ଯଦି ସେଇଟା ଠିକ୍ ବାଟରେ ନ ଯାଇ ଭୁଲ ବାଟ ଯଦି ଯାଏ ନା, ତାହେଲେ ଦିନେ ନା ଦିନେ ତାର ଅନ୍ତ ହୁଏ। ତ୍ରୁଟି ଥିବାରୁ କ୍ଷମା ପ୍ରାର୍ଥନା। ହିରଣ୍ୟକଶ୍ୟପର ଭଉଣୀ ହୋଲିକାକୁ ଅଗ୍ନିଦେବ ବରଦାନ ଦେଇନଥିଲେ, ବ୍ରହ୍ମା ଠାକୁର ବରଦାନ ଦେଇଥିଲେ ଯେ ତା ଅଢ଼ଣୀକୁ ବରଦାନ ଦେଇଥିଲେ, ତା ଶରୀରକୁ ନୁହଁ। ତା ଶରୀରରେ ଯେ ପର୍ଯ୍ୟନ୍ତ ଅଢ଼ଣୀ ଥିବ ନିଆଁ ତାକୁ ଜଳି ପାରିବନି। ତ ତା ଅଢ଼ଣୀଟା ବିଷ୍ଣୁ ଠାକୁରଙ୍କ ଭକ୍ତ ପ୍ରହ୍ଲାଦ ତା ଶରୀରକୁ ପଳେଇ ଆସିଲା ପ୍ରହ୍ଲାଦକୁ ବଞ୍ଚିବା ପାଇଁ। ଅଢ଼ଣୀଟା ତା ଶରୀରକୁ ପଳେଇଲା, ତ ତା ଶରୀର ଖାଲି ହେଇଗଲା ହୋଲିକାର, ସେଇଥିପାଇଁ ତା ଶରୀର ଜଳିଗଲା, ଆଉ ବିଷ୍ଣୁଙ୍କ ଭକ୍ତ ପ୍ରହ୍ଲାଦ ବଞ୍ଚିଗଲେ। ଆଉ ଆଜିକା ଡେଟ୍ରେ ତ ଲୋକମାନେ ହୋଲି ପର୍ବକୁ ଗୋଟେ ଅପବିତ୍ର ପର୍ବ କରିସାରିଲେଣି। ଗୋଟେ ବାହାନା, ହୋଲି ବାହାନା ନେଇକି କିଛି ପୁଅମାନେ, ସବୁ ପୁଅଙ୍କୁ ହଉନି, କିଛି ଅମଣିଷ ମାନେ ଖରାପ ପିଲା ଖରାପ ଭାବନାରେ ହୋଲିର ବାହାନା ନେଇକି ଝିଅମାନଙ୍କୁ ଯାଇକି ଟଚ୍ କରନ୍ତି, ଖରାପ ଉଦ୍ଦେଶ୍ୟରେ ଖରାପ ଭାବନାରେ ସ୍ପର୍ଶ କରନ୍ତି, ଟଚ୍ କରନ୍ତି ଆଜିକା ଡେଟ୍ରେ ହୋଲି ଖେଳରେ। ତେଣୁକରି ହୋଲିରେ ସମସ୍ତେ ଭଲ ଭାବରେ ଖେଳ, ଖରାପ ଉଦ୍ଦେଶ୍ୟ ଖରାପ ଭାବନାରେ ଖେଳନି, ଭଲ ଭାବରେ ଖେଳ। ଏତିକି ପ୍ରାର୍ଥନା ଆପଣଙ୍କ ପାଖରେ। ଆପଣ ମାନିବେ ନ ମାନିବେ ଆପଣଙ୍କ ଉପରେ ନିର୍ଭର କରେ। ମୋ କହିବା କଥା ମୁଁ କହିଲି। କୁହନ୍ତି ନା ସୋସିଆଲ ମିଡ଼ିଆରେ ଭଲ ଜିନିଷ ଅଛି, ଖରାପ ଜିନିଷ ବି ଅଛି। ତମ ଉପରେ ନିର୍ଭର କରେ ତମେ କ'ଣ ଦେଖିବାକୁ ଚାହୁଁଛ, ଖରାପ ଦେଖିବାକୁ ଚାହୁଁଛ କି ଭଲ ଦେଖିବାକୁ ଚାହୁଁଛ। ହଉ ସାଙ୍ଗମାନେ, ପରବର୍ତ୍ତୀ ଭିଡ଼ିଓରେ ଦେଖା ହେବା। ବାଏ।